ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ। ଏଷ୍ଟର ଜିହୁଦୀ ଯୁବତୀ ଥିଲେ। ତାଙ୍କର ପିତା ମାତା ମରିଯାଇଥିଲେ। ତେଣୁ ମର୍ଦ୍ଦୋଖ୍ୟ ତାଙ୍କୁ ଯତ୍ନ ନେଲେ। ଏଷ୍ଟର ଓ ମର୍ଦ୍ଦୋଖ୍ୟ ପାରସ୍ୟ ଦେଶକୁ ବନ୍ଦୀ ହେଲେ। ପାରସ୍ୟ ରାଜା ମହାକ୍ଷମତାପନ୍ନ ଥିଲେ। ସମସ୍ତେ ତାଙ୍କୁ ଭୟ କରୁଥିଲେ। ତାଙ୍କୁ ରାଣୀ ଯେତେବେଳେ ଅସନ୍ତୁଷ୍ଟ କଲା, ସେତେବେଳେ ରାଜା ରାଣୀଙ୍କୁ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଲେ। ଦେଶର ଯୁବତୀ ଝିଅ ସବୁଠାରୁ ସୁନ୍ଦରୀ ଝିଅମାନଙ୍କୁ ଅଣାଯିବା ପାଇଁ ଆଦେଶ ଦେଲେ। ସେମାନଙ୍କ ମଧ୍ୟରୁ ଏଷ୍ଟରଙ୍କୁ ନୂତନ ରାଣୀ ରୂପେ ବାଛିନେଲେ। କିନ୍ତୁ ଏଷ୍ଟର ଜିହୁଦୀ ଏକଥା ତାହାକୁ କହିନାହିଁ। ହାମାନ ପାରସ୍ୟ ଦେଶର ପ୍ରଧାନମନ୍ତ୍ରୀ ଥିଲେ। ସେ ଯାଉଥିବା ସମୟରେ ସମସ୍ତେ ନତମସ୍ତକ ହୋଇ ପ୍ରଣାମ କରୁଥିଲେ। କିନ୍ତୁ ମର୍ଦ୍ଦୋଖ୍ୟ ଜୀବନ୍ତ ଈଶ୍ୱରଙ୍କ ନିକଟକୁ ନତମସ୍ତକ ହେଉଥିଲେ। ହାମାନ ସେଥିରେ ବହୁତ ରାଗିଲେ। ସେ ମର୍ଦ୍ଦୋଖ୍ୟର ପ୍ରତିଶୋଧ ପାଇଁ ଚିନ୍ତା କଲା। ଦିନେ ରାଜାଙ୍କୁ କହିଲେ, ଜିହୁଦୀ ଲୋକ ରାଜାଜ୍ଞା ପାଳନ କରନ୍ତି ନାହିଁ, ତେଣୁ ସେମାନଙ୍କ ବିନାଶ ପାଇଁ ଆଦେଶ ଦିଅନ୍ତୁ ବୋଲି ରାଜାଙ୍କୁ ପରାମର୍ଶ ଦେଲେ। ହାମାନ ବିରାଟ ଫାଶିଖୁଣ୍ଟ ତିଆରି କଲେ ମର୍ଦ୍ଦୋଖ୍ୟଙ୍କୁ ଫାଶୀ ଦେବା ପାଇଁ। ଏକଥା ଜାଣି ମର୍ଦ୍ଦୋଖ୍ୟ ଏଷ୍ଟରଙ୍କୁ କହି ପଠାଇଲେ, ଜିହୁଦୀ ଲୋକମାନଙ୍କ ଉଦ୍ଧାର ପାଇଁ ରାଜାଙ୍କ ପାଖକୁ ଯାଅ। ଏଷ୍ଟର କହିଲେ, ବିନା ଡାକରାରେ ରାଜାଙ୍କ ପାଖକୁ ଗଲେ ସେ ମୃତ୍ୟୁଦଣ୍ଡ ଭୋଗିବ। ତଥାପି ଜିହୁଦୀ ଲୋକମାନଙ୍କୁ ପ୍ରାର୍ଥନା କରିବାକୁ କହିଲେ। ସେଥିରେ ଏଷ୍ଟର ନିଷ୍ପତ୍ତି ନେଲା, ମୁଁ ବିନଷ୍ଟ ହେଲେ ହେବି ରାଜାଙ୍କ ପାଖକୁ ଯିବି। ଈଶ୍ୱର ଜିହୁଦୀମାନଙ୍କ ପ୍ରାର୍ଥନା ଶୁଣିଲେ। ରାଜା ଏଷ୍ଟରଙ୍କୁ ଗ୍ରହଣ କଲେ। ସେ ରାଜା ହାମାନଙ୍କୁ ବିଶେଷ ଭୋଜ ପାଇଁ ନିମନ୍ତ୍ରଣ କଲେ। ସେଥିରେ ରାଜା ରାଣୀ ବିଷୟ ଜାଣିବାକୁ ଚାହିଁଲେ। ସେଥିରେ ରାଣୀ ଏଷ୍ଟର କହିଲେ, ମୋର ଲୋକମାନେ ରକ୍ଷା ପାଇବା ପାଇଁ ଚାହୁଁଛି, ସେମାନଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯିବ। ସେଥିରେ ରାଜା କହିଲେ, ଏପରି ଦୁଃସାହସ କିଏ କଲା? ରାଣୀ କହିଲେ, ହାମାନ। ହାମାନଙ୍କ ମନ୍ଦ ଉଦ୍ଦେଶ୍ୟ ଜାଣି ରାଜା କ୍ରୋଧାନ୍ୱିତ ହେଲେ। ମର୍ଦ୍ଦୋଖ୍ୟଙ୍କ ପାଇଁ ଯେଉଁ ଫାଶୀ କାଠ ତିଆରି କରାଯାଇଥିଲା, ସେହି ଫାଶୀ ଖୁଣ୍ଟରେ ତାହାକୁ ଫାଶୀ ଦେବା ପାଇଁ ଆଜ୍ଞା ଦେଲେ। ପୁଣି ଜିହୁଦୀ ଲୋକଙ୍କ ରକ୍ଷା ପାଇଲେ। ଏଷ୍ଟର ନିଜ ଲୋକମାନଙ୍କ ପାଇଁ ମରିବାକୁ ପ୍ରସ୍ତୁତ ଥିଲେ। ସେ ଉପବାସ